ଯାତ୍ରା ସିଂହବାହିନୀ ଛାଡ଼ିବେ ବରିଷ୍ଠ ଅଭିନେତ୍ରୀ ମିନୁ ମହାପାତ୍ର। ପୁଣି ଯାତ୍ରା ହଟଚମଟ। ତେବେ ସେ ସହିତ ତାଙ୍କ କଥା ହେବା ଯେ ଆପଣ ଦୀର୍ଘ ଦିନ ଧରି ତ ଅଭିନୟ କରୁଛନ୍ତି। ତେବେ ହଠାତ୍ କାହିଁକି ଆପଣ ଯୋଜନା କଲେ ଯେ ସିଂହବାହିନୀ ଛାଡ଼ିବେ ବୋଲି? ନାଇଁ ହଠାତ୍ ଯୋଜନା କଲି, ସେ ତ ବହୁତ କିଛି କଥା ଅଛି, ବ୍ୟକ୍ତିଗତ ସମସ୍ୟା କିଛି ଅଛି, ସେଥିପାଇଁ। ଅନେକ ସମୟରେ କୁହାଯାଏ ବର୍ତ୍ତମାନ ସମୟରେ ଯେଉଁଭଳି ଯାତ୍ରା ଚାଲିଛି, ଯେତେବେଳେ ଆପଣମାନେ ଯାତ୍ରା ପାର୍ଟି ଚେଞ୍ଜ କରୁଛନ୍ତି ତେବେ ମୂଳ କୁହାଯାଏ ଯେ ଅର୍ଥକୁ ନେଇ ସମସ୍ୟା ରହୁଛି ବା ଗୋଟେ ଅନ୍ୟ ଜଣ ମାଲିକ କିଛି ଅର୍ଥ ଦେଲେ ମଧ୍ୟ ଆପଣ ପରିବର୍ତ୍ତନ, ସେଥିପାଇଁ କିଛି ସାଇଡ୍ ହେଲେ କି? ନାଇଁ, ଅର୍ଥ ପାଇଁ ମୁଁ ଅନୁଷ୍ଠାନ ଛାଡ଼ୁନି। ବ୍ୟକ୍ତିଗତ କଥା ସେଇଟା ତ। ଦୀର୍ଘ 30 ବର୍ଷ ଲମ୍ବା ଯାତ୍ରା କ୍ୟାରିୟର, ତେବେ ଆପଣ ସିଂହବାହିନୀରୁ ଆସିବେ ରାଜନନ୍ଦିନୀ ସହିତ କ'ଣ ଯୋଗାଯୋଗ ହେଇଛି ଆପଣଙ୍କର? ରାଜନନ୍ଦିନୀ ସହିତ ଏମିତି, ମୁଁ ତ ଅନୁଷ୍ଠାନ ଛାଡ଼ିବି ବୋଲିକି, ଯଦି ହୁଏତ ଆଗରୁ ହେଇଥାନ୍ତା ତାହେଲେ ଏଠି ବି କି ମୁଁ ଆସିନଥାନ୍ତି, ଅଲଗା ଆଡ଼େ ଯାଇଥାନ୍ତି। ତ ଏଇଟା ଗୋଟେ ଲାଷ୍ଟ ମୁମେଣ୍ଟରେ ଗୋଟେ ଏମିତି ପରିସ୍ଥିତି ହେଲା, ତ ସେଥିପାଇଁ ମୁଁ ଏଠିକି, ତାପରେ ୟାଙ୍କ ତରଫରୁ ଯୋଗାଯୋଗ ହେଲା ତ ଆସିଲି ଆଉ। ତେବେ ଜୁନ୍ ମାସରୁ ତ ଆପଣଙ୍କର ଯେଉଁ ଯାତ୍ରା ବର୍ଷର ନୂତନ ସିଜନ୍ ଆରମ୍ଭ ହେଇଯିବ। ସେ ସିଜନରେ ଆପଣଙ୍କର ଯୋଗଦାନ କରିବେ। ତେବେ ଯେଉଁ ଯାତ୍ରା ଗୁଡ଼ାକ ଆପଣ ସିଂହବାହିନୀରେ କରିଥିଲେ, ଲୋକମାନଙ୍କୁ ଆପଣଙ୍କର ଖଳନାୟକଟାକୁ ବେଶୀ ଭଲ ପାଆନ୍ତି ନା ଚରିତ୍ର ଅଭିନେତା ବେଶୀ ଭଲ ପାଆନ୍ତି? ନାଇଁ, ମୋର ବିଶେଷ କରି ମୋର ନେଗେଟିଭ୍ କ୍ୟାରେକ୍ଟର ମାନେ ଅଡ଼ିଏନ୍ସ ମାନେ ବହୁତ ଭଲ ପାଆନ୍ତି ଦେଖିବା ପାଇଁ। ତେବେ ଆପଣ ଯେତେବେଳେ ଯାତ୍ରା ରାଜନନ୍ଦିନୀ ଆସିବେ, ଚରିତ୍ରରେ ରହିବେ ନା ସେଇ ନେଗେଟିଭ୍ କ୍ୟାରେକ୍ଟର ରହିବେ? ନା, ନେଗେଟିଭରେ ରହିବା ପାଇଁ ତ ଚୁକ୍ତିବଦ୍ଧ ହେଇଛି। ଆଜ୍ଞା। କେବଳ ନେଗେଟିଭ୍ ନୁହେଁ, ପଜିଟିଭ୍ ବି କରେ। ଆଜ୍ଞା। ସେମିତି ହେଡ଼ଷ୍ଟ୍ରଙ୍ଗ ପଜିଟିଭ୍ ହେଲେ ମୁଁ କରିବି। ତେବେ ଆମେ ଦେଖୁଛୁ ବର୍ତ୍ତମାନ ଯାତ୍ରା ସିଂହବାହିନୀରେ ଅନେକ ମଧ୍ୟ ଅଭିନେତା ଅଛନ୍ତି, ଅଭିନେତ୍ରୀ ଅଛନ୍ତି, ସମସ୍ତେ କେଉଁଠି ନା କେଉଁଠି କିଛି ନା କିଛି ବିବାଦରେ ରହୁଛନ୍ତି। ତେବେ ମିନୁ ମହାପାତ୍ର ଆମେ ଦୀର୍ଘ ଦିନ ଧରି ବିବାଦରେ ନାହାନ୍ତି, କିନ୍ତୁ ହଠାତ୍ ଯେତେବେଳେ ପରିବର୍ତ୍ତନ କରୁଛନ୍ତି ମନରେ କିଛି ରହୁଛି, କାରଣ ଏତେ ବଡ଼ ଯାତ୍ରା ପାର୍ଟି ଛାଡ଼ିବେ, ଆପଣଙ୍କର ଯାତ୍ରା ରାଜନନ୍ଦିନୀକୁ ଆସିବେ, ମନରେ କିଛି ଭାବନା ରହୁଛି କି? ବହୁତ କିଛି ଭାବନା ଅଛି, କହିହେବନି। ବହୁତ କିଛି ଭାବନା ଅଛି, ବହୁତ କିଛି କଥା ବେଳେବେଳେ ମାନେ ପାଟି ପାଖକୁ ଆସିକି ପୁଣି ପେଟ ଭିତରକୁ ଫେରିଯାଏ। ସେମିତି କିଛି ବହୁତ କଥା ଅଛି ଯେଉଁଗୁଡ଼ାକ କହିଲେ ଅସୁବିଧା ହେବ, ସେଥିପାଇଁ କହୁନି। ତେବେ ଆମେ ଗୋଟେ କହିବା, ତେବେ ରାଜନନ୍ଦିନୀର ତ ଜୁନ୍ ମାସର ସେସନ୍ ଆରମ୍ଭ ହେବ, ଯାତ୍ରା ଆଖଡ଼ା ହେବ। ଆପଣ ମାଲିକଙ୍କ ସହିତ କଥାବାର୍ତ୍ତା କରିଛନ୍ତି, ଯେ ସ୍ମୃତିରଞ୍ଜନ ପୋଲ ସହ କଥାବାର୍ତ୍ତା କରିଛନ୍ତି ଯେ ମୁଁ ପର୍ଟିକୁଲାର ଏଇ କ୍ୟାରେକ୍ଟର ହିଁ କରିବି? ନା, ମୁଁ ସେମିତି କଥା ହେଇଛି। ଆଉ ଚୁକ୍ତିବଦ୍ଧ ସିଏ ଜାଣୁଛନ୍ତି। ତାପରେ ଯେଉଁ ବି ରାଇଟର ଡିରେକ୍ଟର ଯେଉଁମାନେ ବି ଆସିବେ, ଆଉ ସେମାନେ ଅଭିଜ୍ଞତା ସମ୍ପନ୍ନ ରାଇଟର ଡିରେକ୍ଟର, ସେମାନେ ଛୋଟିଆ ଲୋକ ନୁହନ୍ତି। ଆଉ ସେମାନେ ଆମ ସହିତ ଓତପ୍ରୋତ ଭାବରେ ଜଡ଼ିତ, ଆମେ ବି ସେମାନଙ୍କ ସହିତ ଓତପ୍ରୋତ ଭାବରେ ଜଡ଼ିତ। ଆଉ ସେ କାହାକୁ କେମିତି କ୍ୟାରେକ୍ଟର ଦେଲେ ତାଙ୍କୁ ଠିକ୍ ଲାଗିବ, ସେ ନିଶ୍ଚୟ ସେ ବିଚାର କରିବେ। ଆଉ ସେମିତି ହିଁ ଚରିତ୍ର ତିଆରି କରିକି ଆଣିବେ। ଆଉ ମୋର ଆଶା ବିଶ୍ୱାସ ଅଛି, ଆଉ ସମସ୍ତଙ୍କ ପ୍ରତି ତ ମୋର ବହୁତ, ରାଇଟର ଡିରେକ୍ଟର ସମସ୍ତଙ୍କ ପ୍ରତି ମୋର ସମ୍ମାନ ଅଛି। ଅନେକ ସମୟ ଦେଖାଯାଏ ପର୍ଟିକୁଲାର ଗୋଟିଏ ବହି ଉପରେ ବା ଗୋଟିଏ ବିଷୟବସ୍ତୁ ଉପରେ ରାଇଟରମାନେ ଲେଖିଥାନ୍ତି। ତ ମିନୁଙ୍କ ପାଇଁ ସ୍ୱତନ୍ତ୍ର କିଛି ବ୍ୟବସ୍ଥା କରାଯାଉଛି କି ଯାତ୍ରା ରାଜନନ୍ଦିନୀରେ? ନାଇଁ, ସେମିତି କିଛି ତ କରାଯାଏ। ରାଇଟର ଡିରେକ୍ଟର ମାନେ ମୋ କଥା ଟିକେ ଚିନ୍ତା କରନ୍ତି ସ୍ପେସ୍, ମୁଁ କାହିଁକି ମନା କରିବି? ବେଇମାନ ହେବାଟା ଠିକ୍ ହେବନି। ସେମାନଙ୍କ କଲମ ମୁନରେ ଆମମାନଙ୍କର ସବୁ କିଛି ନିର୍ଭର କରେ। ତ ସେମାନେ ମୋ ପାଇଁ ଚିନ୍ତା କରନ୍ତି, ନ କରନ୍ତି ବୋଲି ମୁଁ କହିବିନି କେବେ। କଳାକାରମାନେ ଅନେକ ସମୟରେ ନାଟ ଆଉ ପେଟ ଭିତରେ ଫସିଯାଆନ୍ତି। ମିନୁ ମହାପାତ୍ର ଯାତ୍ରା ସିଂହବାହିନୀ ଛାଡ଼ିବେ କେଉଁଥିପାଇଁ, ନାଟ ନା ପେଟ ପାଇଁ?
ଧରି ନିଅନ୍ତୁ ନାଟ ପାଇଁ। ନାଟ ପାଇଁ ତାମାନେ ଆପଣଙ୍କୁ ସଠିକ୍ ସୁଯୋଗ ମିଳିଲାନି ସେଠି? ବହୁତ ବ୍ୟକ୍ତିଗତ। ବ୍ୟକ୍ତିଗତ 30 ବର୍ଷର ଲମ୍ବା କ୍ୟାରିୟର ହଠାତ୍ ବର୍ଷ ହେଲା ସିଂହବାହିନୀରେ ଅଛନ୍ତି, ଏ ସେସନକୁ ଛାଡ଼ିବେ ବ୍ୟକ୍ତିଗତ ଯେ, କିନ୍ତୁ ତା ଭିତରେ ତ କିଛି ମାନେ ଯାତ୍ରା କଳାକାର ସ୍ୱାଭିମାନ ବି ଥିବ, ଅନେକ ଜିନିଷ ହଁ, ଥିବ। ସ୍ୱାଭିମାନ ତ ନିଶ୍ଚୟ ଅଛି। ଆଚ୍ଛା। ସ୍ୱାଭିମାନ ନିଶ୍ଚୟ ଅଛି। ଜଣେ ସେଇଭଳି ସ୍ୱାଭିମାନୀ ନହେଲେ କଳାକାର ହେଇପାରିବନି। ପ୍ରତି କଳାକାରର ସ୍ୱାଭିମାନଟା ହେଉଛି ସବୁଠୁ ବଡ଼ କଥା। କିଛି କଳାକାର ଅଛନ୍ତି ସେମାନଙ୍କ ପାଇଁ ସ୍ୱାଭିମାନର ମୂଲ୍ୟ କିଛି ନଥାଏ, କିନ୍ତୁ ମୋ ପାଇଁ ସ୍ୱାଭିମାନଟା ବହୁତ। ସେଇ ଅର୍ଥରେ ନା ବଢ଼ା ଅର୍ଥରେ? ନାଇଁ ନାଇଁ ନାଇଁ। ସେଇ ଅର୍ଥରେ। ହଁ। ସେଇ ଅର୍ଥରେ। ସ୍ୱାଭିମାନ କ୍ଷେତ୍ରରେ। ତେବେ ଆଉ ଗୋଟେ କଥା ହେଉଛି, ଯେତେବେଳେ ଆପଣଙ୍କର ସିଂହବାହିନୀ ଛାଡ଼ିବେ, ଅନେକ କଳାକାର ଅଛନ୍ତି ବା ମାଲିକଙ୍କ ସହିତ ଆପଣ ଆଲୋଚନା କରୁଛନ୍ତି ମୁଁ ଏଇ ସେସନ ଛାଡ଼ିଦେବି ବୋଲି? ହଁ, ସେ ସବୁ ସରିଛି, କଥା ଜାଣିଛନ୍ତି ସରିଛି। ହଁ। ବିବାଦ ହବନି? ନାଇଁ, ବିବାଦ ହବାର ଆମେ ଚାନ୍ସ ନାହିଁ। ଦେଖୁଛୁ ଯାତ୍ରା ଯେତେବେଳେ ଛାଡୁଛନ୍ତି, ଯିଏ ବି ଛାଡୁ, ସେ ପିୟୁଷ ତ୍ରିପାଠୀ ହଉ, ନରୀ ପଣ୍ଡା ହଉ, ଯିଏ ବି ଛାଡୁଛନ୍ତି, ପରବର୍ତ୍ତୀ ଅବସ୍ଥାରେ ବିବାଦ ଲାଗୁଛି। ଆପଣ ସିଂହବାହିନୀ ଛାଡ଼ିବେ, ଯାତ୍ରା ରାଜନୀତି, ସେ ବିବାଦ କିଛି ନାହିଁ ତ? ସେମାନେ ସବୁ ବଡ଼ ବଡ଼ କଳାକାର, ସେମାନଙ୍କ ବାଦ ବିବାଦ ଭିତରେ 30 ବର୍ଷ କ୍ୟାରିୟର ଲମ୍ବା, ମାନେ ସେ ବଡ କଳାକାର କେହି ନାହାନ୍ତି। ନାହିଁ। ମାନେ ମୋର ସେମିତି କିଛି ନାହିଁ, ନାଇଁ। ପ୍ରୋବ୍ଲେମ ନାହିଁ। ତେବେ ମିନୁ ନିଜେ କୋଉ କ୍ୟାରେକ୍ଟର ଭଲ ପାଆନ୍ତି, ଚରିତ୍ର ନା ଖଳନାୟକ? ମୁଁ ଚରିତ୍ର ଭଲ ପାଏ, କିନ୍ତୁ ଟିକେ ଖଳନାୟକ ମାନେ ଦର୍ଶକ ପସନ୍ଦ କରେନି? ଦର୍ଶକ ପସନ୍ଦ କରନ୍ତି ଖଳନାୟିକା। ତାପରେ ମୁଁ ଚରିତ୍ର ଅଭିନେତ୍ରୀ କରିବା ପାଇଁ ବହୁତ ଭଲ ପାଏ, କିନ୍ତୁ ସେଇଭଳି ଥିବା ଦରକାର। ମାନେ ବର୍ତ୍ତମାନ ସୋସାଇଟିରେ ଯାହା କିଛି ହେଲାଣି, ବର୍ତ୍ତମାନ ଆଇନ କାନୁନର ବ୍ୟବସ୍ଥା ଯାହା ହେଲାଣି, ବାପ ମା ନ ଚାହିଁଲେ ପୁଅ ବୋହୂ ବି ଘରେ ରହିପାରିବେ ନାହିଁ। ତେଣୁକରି ଯୋଉ ବାପ ମା ଚରିତ୍ର ବି ଯାହା ମୁଁ କହିବା କଥା, ତାଙ୍କୁ ସେଇଭଳି ସେଇଟାକୁ ଉପସ୍ଥାପନା କଲେ ଭଲ ଲାଗିବ, ଆଉ ମୋତେ ବି ଭଲ ଲାଗିବ କରିବା ପାଇଁ। ତେବେ ଆଗାମୀ ଯାତ୍ରା ସିଜନ ଜୁନ ମାସରୁ ଆରମ୍ଭ ହେଉଥିଲା ବେଳେ ମିନୁ ମହାପାତ୍ରଙ୍କୁ ନୂଆ ସିଜନରେ ନୂଆ ଯାତ୍ରା ପଟେ ଦେଖିବାକୁ ମିଳିବ, ସେ ନେଇ ମଧ୍ୟ ସେ ବହୁତ ଆଶାବାଦୀ ଅଛନ୍ତି। ଯାତ୍ରା ମାଲିକଙ୍କ ସହିତ ଏ ନେଇ ମଧ୍ୟ ସେ ଆଲୋଚନା କରିଛନ୍ତି, କେଉଁ ଅଭିନୟ ମାନେ କି ଚରିତ୍ର କରିବେ କି ଖଳନାୟକ, ତା ଭିତରେ ଆଲୋଚନା ସରିଛି। ତେବେ ଦେଖାଯାଉ ଆଗାମୀ ଯାତ୍ରା ସିଜନ ମିନୁ ମହାପାତ୍ର ପାଇଁ କ'ଣ ରହୁଛି। ଭଦ୍ରକରୁ ପାର୍ଥସାରଥୀ ନାୟକ, OTV।